ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର ବେହେରା ଫର୍ଜି କରି ଜମି କେଳେଙ୍କାରୀରେ ଲିପ୍ତ ରହିଥିବା ନେଇ ଗୁମର ଖୋଲିଛନ୍ତି ସୂଚନା ଅଧିକାରୀ କର୍ମୀ ବାବୁଲି ସାହୁ। ସରକାରୀ ଦସ୍ତାବିଜରେ ବଡ଼ ହେରଫେର ହୋଇଥିବା ସେ ସାମ୍ନାକୁ ଆଣିଛନ୍ତି। ସୁବ୍ରତଙ୍କ ସ୍ତ୍ରୀ ନିଜ ନାଁରେ କିଣା ହୋଇଥିବା ଜାଗା କଙ୍କଡ଼ାହାଡ଼ ତହସିଲ ବାଟଗାଁ ଆରାଇ ଅନ୍ତର୍ଗତ ବାଘୁଆ ଗାଁ ମୌଜାର ଖାତା ନମ୍ବର 230/26 ପ୍ଲଟ ନମ୍ବର 438ରେ ଥିବା 1 ଏକର 20 ଡେସିମିଲ ଜାଗା ନିଜ ଶାଶୁକୁ 5 ଲକ୍ଷ ଟଙ୍କା ବିନିମୟରେ ବିକ୍ରି କରିଥିବା ଦସ୍ତାବିଜରୁ ସ୍ପଷ୍ଟ ହୋଇଛି। ଯାହାକୁ ନେଇ ସୁବ୍ରତଙ୍କ ସ୍ତ୍ରୀ ସସ୍ମିତା ନାୟକ ବାଟଗାଁ ଆରାଇ ନିକଟରେ ଜମି ଅନୁମତି ପାଇଁ ଆବେଦନ କରିଥିଲେ। ସସ୍ମିତା ନିଜ ଜମିକୁ ଶାଶୁ ସଂଯୁକ୍ତାଙ୍କ ନାମରେ ହସ୍ତାନ୍ତର ପାଇଁ ସବୁକିଛି ଦସ୍ତାବିଜ ଉପଜିଲ୍ଲାପାଳଙ୍କ ଜରିଆରେ ଆବେଦନ କରିଥିଲେ। ଯାହାକୁ ଆଧାର କରି ଜମିର ତଦନ୍ତ ପୂର୍ବରୁ ଅନୁମତି ଆଗୁଆ ମିଳିସାରିଥିଲା। ତେବେ ବାଟଗାଁ ରାଜସ୍ୱ ନିରୀକ୍ଷକଙ୍କ ଲେଟର ନମ୍ବର 115 ଯାହା ତା 25/7/2024 ତାରିଖରେ କଙ୍କଡ଼ାହାଡ଼ ତହସିଲଦାରଙ୍କୁ ଅନୁମତି ପାଇଁ ଚିଠି ହୋଇଥିଲା। ଏହି ଲେଟରକୁ ପାଥେୟ କରି କଙ୍କଡ଼ାହାଡ଼ ତହସିଲଦାରଙ୍କ ଚିଠି ସଂଖ୍ୟା 1734 ତା 29/7/2024 ତାରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଜମିର ଅନୁମତି ପାଇଁ ଚିଠି ହୋଇଥିଲା। ତେବେ ଚଞ୍ଚକତାର କଥା ହେଲା ଯେ ଜମିଟି ତା 18/7/2024 ତାରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ଅନୁମତି ମିଳିସାରିଥିଲା। ଅର୍ଥାତ୍ ଜମି ଆବେଦନ ପୂର୍ବରୁ STSC ଜମିକୁ ଆଗୁଆ କାମାକ୍ଷାନଗର ତତ୍କାଳୀନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଅନୁମତି ଦେଇସାରିଛନ୍ତି। ଯାହାକୁ ନେଇ ଦୁର୍ନୀତିର ପେଡ଼ି ସାମ୍ନାକୁ ଆସିଥିଲା। କେବଳ ସେତିକି ନୁହେଁ, ସରକାରୀ ବାବୁ ଜଣକ ବାଘୁଆ ଗାଁ ମୌଜାର ନିଜ ମାଙ୍କ ନାମକୁ ହସ୍ତାନ୍ତର କରିଥିବା ଜମିଟିର ପରିମାଣ ବଢ଼ିବାରେ ଲାଗିଥିଲା। 1 ଏକର 20 ଡେସିମିଲ ପରିମିତ ଜାଗା ଥିବା ଜମିଟି ରାତାରାତି 8 ଏକରରୁ ଉର୍ଦ୍ଧ୍ୱ ଜାଗା ହୋଇଯାଇଥିଲା। ଆଉ ତାହା ଥିଲା ଆବାଦ ଅନାବାଦୀ, ଜଙ୍ଗଲ ଜମି, ପତିତ ଏବଂ ରେଙ୍ଗାଳି ଜଳସେଚିତ ଜମି। ବାବୁ ଜଣକ ସରକାରୀ ଜାଗାକୁ ନିଜ କବ୍ଜାକୁ ଆଣିଥିଲେ। ତେବେ ଜମି ଚତୁଃପାର୍ଶ୍ୱରେ ତାର ବାଡ଼ ଦେବା ସହ କିଛି ନଡ଼ିଆ ଗଛ ମଧ୍ୟ ରୋପଣ କରିଛନ୍ତି। ଏପରିକି ବାବୁ ଜଣକ କେବଳ ଜାଗା ହାତେଇବାରେ ପ୍ରବୀଣ ତାହା ନୁହେଁ, ବରଂ ସରକାରୀ ଦସ୍ତାବିଜକୁ ଚଞ୍ଚକତା କରିବାରେ ସିଦ୍ଧହସ୍ତ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମେମୋ ନମ୍ବର 3373କୁ ଥରେ ଦେଖନ୍ତୁ। ଗୋଟିଏ ନମ୍ବରରେ 2ଟି ଅନୁମତି ପାଇଁ ଏଣ୍ଟ୍ରି ହୋଇଛି। ଯାହାକୁ ତତ୍କାଳୀନ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ରିଜେକ୍ଟ କରିଥିଲେ। ତାହା କିନ୍ତୁ ବାବୁଙ୍କ ଚଞ୍ଚକତାରେ ପୂର୍ବତନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଅନୁମତି ପ୍ରଦାନ କରିଛନ୍ତି। ଅର୍ଥାତ୍ ଟଙ୍କା ମିଳିଲେ ଅସମ୍ଭବକୁ ସମ୍ଭବ କରନ୍ତି ବାବୁ। ଯାହା ଆମେ କହୁନାହୁଁ, ବରଂ ସୂଚନା ଅଧିକାରୀ କର୍ମୀ ସବୁକିଛିର ପର୍ଦ୍ଦାଫାଶ କରିଛନ୍ତି। ଏନେଇ ସୂଚନା ଅଧିକାରୀ କର୍ମୀ ବାବୁଲି ସାହୁ ଢେଙ୍କାନାଳ ଜିଲ୍ଲାପାଳ ଓ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ନିକଟରେ ତତ୍କାଳୀନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତେବେ ଏହି ଅଭିଯୋଗଟି ପାଇବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ତ୍ତମାନର ଭାରପ୍ରାପ୍ତ ଉପଜିଲ୍ଲାପାଳ ବିବୋଧ ଗଡ଼ନାୟକ ପ୍ରତିକ୍ରିୟା ରଖିଛନ୍ତି। କାମାକ୍ଷାନଗରରୁ ତରଣୀଚରଣ ବାରିକଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍। ମୋ ନାଁ ବାବୁଲି ସାହୁ, ମୁଁ ଜଣେ RTI କର୍ମୀ, ଘର ଅରଖପାଲ, ଥାନା କାମାକ୍ଷାନଗର, ଜିଲ୍ଲା ଢେଙ୍କାନାଳ। ମୋର ବର୍ତ୍ତମାନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସବ୍ କଲେକ୍ଟର ନାରାୟଣ ଚନ୍ଦ୍ର ନାୟକଙ୍କର ସିଏ ଥିଲେ ଡିଲିଂ ଆସିଷ୍ଟାଣ୍ଟ, ପରିମିଶନ କେସ୍ OLR 22 ପରିମିଶନ କେସ୍ ଏବଂ ମ୍ୟୁଟେସନ୍ ଅପିଲର ସେ ଥିଲେ ଡିଲିଂ ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରା। ସେ ତାଙ୍କ ପିରିୟଡ଼ରେ ନାରାୟଣ ସାହୁଙ୍କ ଗୋଚରରେ ଏବଂ ତାଙ୍କର ବ୍ୟାକ୍ଗ୍ରାଉଣ୍ଡରେ ମଧ୍ୟ ଅନେକ ଦୁର୍ନୀତି କରିଛନ୍ତି। ଯଥା ପରିମିଶନ କେସ୍, ଅନେକ ପରିମିଶନ କେସ୍ ଯେଉଁମାନେ କି ଲୋକମାନେ ଇଲିଜିବୁଲ୍ ନୁହନ୍ତି ତାଙ୍କୁ ସିଏ ତାଙ୍କଠାରୁ ଲାଞ୍ଚ ନେଇକି ବ୍ୟାପକ ପରିମାଣ ଲାଞ୍ଚ ଦଲାଲ ମାଧ୍ୟମରେ ବ୍ୟାପକ ପରିମାଣ ଲାଞ୍ଚ ନେଇକି ସେ କେସ୍କୁ ଆଲାଉ କରିଛନ୍ତି। ଗୋଟେ ସଦ୍ୟତମ ଉଦାହରଣ ମୁଁ ମଧ୍ୟ ଏଠି ଧରିଛି। ନମ୍ବର 1 ହେଉଛି ପରିମିଶନ କେସ୍ ନମ୍ବର 100/2024, ଯାହାକି
सुब्रत कुमार बेहेरा स्त्री नाम अच्छी से केस्र मुख्य है जे तहसिलदार कंकड़ाहाड़ तांकर फाइनाल रिपोर्ट दे 29/7/2024 किंतु से परमिशन केस 18/7/2024 अप्रूव करा किमिति यह संभव है आगे इनक्वारी रिपोर्ट आसला पर केस अप्रूव हुए किंतु पूर्व केस अप्रूव तापर इनक्वारी यह हूँ आम ओडिशार गणतंत्र बा आईन व्यवस्थार संपूर्ण विपरीत जहाँकि तदंत सापेक्ष। नंबर 2 हूँ से म्यूटेशन केस पूर्व जो आमर सब उपजिलापाल थे ज्योतिशंकर साहू समय अधिकांश इलिगाली म्यूटेशन अपील की से रद्द करते कैंसल करते ये कौन कले ना तांकर से लोक मानू डाकी पैसा पत्र नहीं से रिजेक्शन लेटर को सब तादू म्यूटेशन अपील केस बाहर कर देकरी संपूर्ण अप्रूव करके पुनः लोक मानू पैसा पकड़ अप्रूव कर छाड़देले जहाँकि संपूर्ण इलिगाली अटे। तेणु एवं यही सुब्रत कुमार बेहेरा तांको स्त्री ना जो आमर जगह रखिंट 1 एकर 20 डिसिमिल जगह ता सहित 8 एकर जमी जहाँकि जंगल किसान जमी एवं केनाल जगह को से जबरदस्त दखल करके अच्छा तदंत सापेक्ष यह संपूर्ण रूपे तदंत कर गोटी 3टा गोटे परमिशन केस नंबर 2 म्यूटेशन अपील और सी जगह दखल कर सरकारी जमी 8 एकर जमी को तदंत परिसरभुक्त नहीं तुरंत निलंबित करने सहित ना दृढ़ कार्यानुष्ठान ग्रहण कर ए कामेहन टोटाल हटा जाऊ। ए संबंध में मु गत 28/11/2024 माननीय जिलापाल को एक लिखित अभियोग देछि किंतु जिलापाल आज पर्यंत यह तदंत जो तदंत परिषद नहीं ना कौन सी कार्यानुष्ठान प्रति ग्रहण करूना। तेणु मु दाबी करुँ तुरंत कार्यानुष्ठान ग्रहण कर जिलापाल माननीय श्रीजुक्त सोमेश उपाध्याय सार यह तुरंत कार्यानुष्ठान ग्रहण करूँ आउ विलंबित न्याय नुहे सी जो भाई जिला ऑफिस विलंबित कर कामेहन सब डिविजन प्रति शुभंकर नुहे। ये पिटिशनटे मत व्हाट्सएप हस्तगत होता मुझे पुंखानुपुंख तदंत कलापर जहाँ कार्यानुष्ठान नवा से अनुसार नब।